ଲକ୍ଷାଧିକ ଟଙ୍କାର ବେଆଇନ କାଠ ସହିତ 2ଟି ଟ୍ରକ୍ ଜବତ, 2 ଅଟକ। ଶୁକ୍ରବାର ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ବେଆଇନ କାଠ ବୋଝେଇ 2ଟି ଟ୍ରକ୍ ଗାଡ଼ିକୁ ଜବତ କରିଥିବା ବେଳେ ଉଭୟ ଟ୍ରକ୍ ଡ୍ରାଇଭର 2 ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଜଣାପଡ଼ିଛି। ଗତକାଲି ଆମର ପେଟ୍ରୋଲିଂ ବେଳେ ଆଇଏସି ଖବର ପାଇଥିଲେ ଯେ ଇଲିଗାଲ କାଠ ଲୋଡ଼ିଂ ହେଉଛି ଚଢ଼େଇଖୋଲ ପାଖରେ। ତ ଚଢ଼େଇଖୋଲ ପାଖରେ ରେଡ୍ କରାହେଇଥିଲା ଆଉ 2ଟା ଟ୍ରକ୍ ଲୋଡେଡ଼ ଆମର କାଠ ଲୋଡ଼ ହେଇଛି। ଆଉ ସେମାନେ କଣ୍ଟାରେ ଗୋଟେ ଓଜନ ହେଉଥିଲା ସେତେବେଳେ ଧରିଲେ, ଆଉ ଗୋଟେ ଲୋଡ଼ିଂ ହେଉଥିଲା ହାଇଡ୍ରାରେ ସେତେବେଳେ ଧରିଥିଲେ। ସେମାନେ କିଛି କାଗଜପତ୍ର ପ୍ରଡ୍ୟୁସ୍ କରୁନଥିଲେ, ଇଲିଗାଲି କାଠ ଟ୍ରାନ୍ସପୋର୍ଟେସନ୍ କରୁଛନ୍ତି, ବାହାର ଷ୍ଟେଟ୍କୁ ଯାଉଛି। ଆଉ ସେଇ ହିସାବରେ ଆମର ଗୋଟେ କେସ୍ 2ଟା କେସ୍ ହେଇଛି, 2ଟା ଚୋରି କେସ୍ ହେଇଛି। କାଗଜ ପ୍ରଡ୍ୟୁସ୍ କରିନାହାନ୍ତି, ତ ସେମାନେ ଯାହା ଯାହା ନାଁ କହିଛନ୍ତି ଆଉ ଡ୍ରାଇଭର ସେମାନେ ସବୁ ଫରୱାର୍ଡ଼ ହେବେ। ଆଉ ଫର୍ଦର ଇନଭେଷ୍ଟିଗେସନ୍ ଚାଲିଛି। କେଉଁଠୁ ଧରା ହେଇଥିଲା? ଚଢ଼େଇଖୋଲ ଏରିଆ ପାଖରୁ ଧରା ହେଇଛି, ଏଇଟା କରଞ୍ଜିଆ ଥାନା ଅଣ୍ଡରରେ। ତେବେ ସୂଚନା ଅନୁଯାୟୀ ଚଢ଼େଇଭୋଳ ଠାରେ ପଟାସ କାଠ ଗଚ୍ଛିତ ରଖି ବାହାର ରାଜ୍ୟକୁ ଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ କରଞ୍ଜିଆ ପୋଲିସ ଖବର ପାଇବା ପରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ଥାନା ଅଧିକାରୀ ନିରତ କୁମାର ମଲ୍ଲିକଙ୍କ ନେତୃତ୍ୱର ଏସ୍ଆଇ ବଳରାମ ମହାରଣା ଏବଂ ଏଏସ୍ଆଇ ସାଲ ଖାନ ହେମ୍ବ୍ରମ ଓ ଟିମ୍ ଶୁକ୍ରବାର ପ୍ରାୟ ରାତ୍ର 10ଟାରେ ଚଢ଼େଇଭୋଳ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ କାଠଗୁଣ୍ଡି ଭର୍ତ୍ତି ଗୋଟିଏ CG10BL 1790 16 ଚକିଆ ଟ୍ରକ୍ ଜବତ କରିଥିବା ବେଳେ ଆଉ ଗୋଟିଏ କାଠଗୁଣ୍ଡି ଭର୍ତ୍ତି HR69B 3559 10 ଚକିଆ ଟ୍ରକ୍ଟି ଚଢ଼େଇଭୋଳ ନିକଟରୁ କିଛି ଦୂରରୁ ଜବତ କରାଯାଇଛି। ତା ସହିତ ଉଭୟ ଟ୍ରକ୍ ଚାଳକ 2 ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ତେବେ ଏହାର ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦେବା ସହିତ ଅଧିକ ତଦନ୍ତ ଜାରି ରଖିଛି। ତେବେ କାଠଗଣ୍ଡି ବୋଝେଇ ଟ୍ରକ୍ 2ଟି ମଧ୍ୟରୁ ଗୋଟିଏ ହରିୟାଣା ଯାଉଥିବା ବେଳେ ଅନ୍ୟଟି ଅନୁପପୁର ଯାଉଥିବା ଜଣାପଡ଼ିଛି।